କୁମ୍ଭୀପାକ ନର୍କର ରହସ୍ୟ କ'ଣ? ନର୍କ ଶବ୍ଦଟା ଶୁଣିଲେ ମନ ଭିତରେ ଗୋଟେ ଭୟ ସଞ୍ଚାର ହୁଏ। ଆମ ଶାସ୍ତ୍ରରେ ଲେଖା ଅଛି, ଯେଉଁ ପାପୀମାନେ ଜୀବନ କାଳ ଭିତରେ ପାପାଚରଣ କରନ୍ତି, ଇଏ ଇହଧାମ ପରିତ୍ୟାଗ କଲା ପରେ ସେମାନେ ଯମଲୋକରେ ନର୍କ ଯନ୍ତ୍ରଣା ଭୋଗ କରନ୍ତି। ମଣିଷ ଜୀବନ ହେଉଛି ଗୋଟିଏ ଦୁର୍ଲଭ ଜୀବନ ଆଜ୍ଞା। ଅନେକ ଜନ୍ମ ତପସ୍ୟା ଫଳରେ ଜୀବ ମାନବ ଶରୀରକୁ ପ୍ରାପ୍ତ ହୋଇଥାଏ। ଭାଗବତରେ କହିନାହାନ୍ତି, ଅନେକ ଜନ୍ମ ତପ ଫଳେ ମାନବ ଜନ୍ମ ମୋହି ତଳେ। ଆଉ ଏ ଦୁର୍ଲଭ ମାନବ ଯେତେବେଳେ ସାଂସାରିକ ଜୀବନର କାର୍ଯ୍ୟକଳାପ ଆରମ୍ଭ କରେ, এই ସାଂସାରିକ ଜୀବନ ଭିତରେ ତା ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ ସମୟରେ ଭୁଲ କାମ କରିଥାଏ, ପାପ କର୍ମ କରିଥାଏ। ତେଣୁ ତାର ପାପର ଦଣ୍ଡ ସ୍ୱରୂପ ତାକୁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ। ଏ ଯନ୍ତ୍ରଣା ବା ଏ ଦଣ୍ଡ କିଏ ଦିଅନ୍ତି? କାଳଯମ। ଏ ଦଣ୍ଡ ପୁଣି କ'ଣ ନା 84 ନର୍କ ଭିତରୁ ଗୋଟିଏ ନର୍କ ଅଛି, କୁମ୍ଭୀପାକ ନର୍କ। ଏହି ନର୍କରେ ପାପାତ୍ମା ମାନଙ୍କୁ ଯମଦୂତ ମାନେ এই କୁମ୍ଭୀପାକ ନର୍କର ତୈଳ କଡ଼େଇରେ, ଫୁଟନ୍ତା ତୈଳ କଡ଼େଇ ଟକ୍ ବକ୍ ହେଇକି ସେ ତେଲ ଫୁଟୁଥିବ, ପାପାତ୍ମା ମାନଙ୍କୁ ପକେଇ ଯନ୍ତ୍ରଣା ଦିଅନ୍ତି। ତାପରେ ଜୀବ ପୁନଃ ଏ ଧରାଧାମକୁ ଅନ୍ୟ ଶରୀର ଧାରଣ କରି ଆସିଥାଏ। ମନରେ ଗଣ୍ଠି ପଡୁଛି, ମଣିଷ ତ ମୃତ୍ୟୁ ଲାଭ ପରେ ସ୍ୱର୍ଗକୁ ଯିବ କି ବୈକୁଣ୍ଠକୁ ଯିବ କେହି ଜାଣିପାରନ୍ତିନି। କିଏ ଜାଣିଛି ମୋର ପାପ କର୍ମ କ'ଣ, ପୁଣ୍ୟକର୍ମ କ'ଣ, ବିଚାର କ'ଣ, କୁଆଡ଼େ ଯିବି, ଏକଥା ମଣିଷ ବୁଝେ ନା। ତେବେ ନର୍କ ଯନ୍ତ୍ରଣା କାହିଁକି ଭୋଗେ? ଆଉ ଯଦି ବି ଭୋଗେ, ପୁଣି କୁମ୍ଭୀପାକ ନର୍କ ଯନ୍ତ୍ରଣା କାହିଁକି ଭୋଗେ? କି ପ୍ରକାର ପାପ କଲେ କୁମ୍ଭୀପାକ ନର୍କର ଯନ୍ତ୍ରଣା ଭୋଗିବାକୁ ପଡ଼େ ଜୀବକୁ? ଏମିତି ଅନେକ ପ୍ରଶ୍ନକୁ ନେଇ ଆଜି ଆମ ପୁରାଣ ଗଣ୍ଠିରେ ଗଣ୍ଠି ପଡ଼ିଛି, କୁମ୍ଭୀପାକ ନର୍କର ରହସ୍ୟ କ'ଣ? ଆସନ୍ତୁ ପୁରାଣ ଚର୍ଚ୍ଚାକୁ ଯିବା ଏବଂ ଏ ଗଣ୍ଠିକୁ ଖୋଲିବା। ଆଜ୍ଞା ମାନେ ମନେ ରଖିବେ ସବୁବେଳେ, ପ୍ରତ୍ୟେକ ଜୀବ ଜୀବନ କାଳ ଭିତରେ ଯେଉଁ କର୍ମ ଅର୍ଜନ କରେ, ସେ କର୍ମର ଫଳ ଭୋଗ କରିବା ପାଇଁ ସେ ବାଧ୍ୟ। ଭାଗବତ ଲେଖିନାହାନ୍ତି, ପଦଟା ଗାଉଛି ଆଜ୍ଞା। କର୍ମେ ଅର୍ଜିତ ଯେତେ ଫଳ, ମାନବ ଭୁଞ୍ଜେ ବହି ତଳ। ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ। କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ। ଯଥା ଧେନୁ ସହସ୍ରାଣମ୍ ବଚ୍ଛା ବିନ୍ଦନ୍ତି ମାତରମ୍, ତଥା ଜୀବ କର୍ମଫଳମ୍ କର୍ତ୍ତାରମ୍ ଅନୁଗଚ୍ଛନ୍ତି। ଇଏ କର୍ମଫଳ କେତେ ପ୍ରକାର ଆଜ୍ଞା? 3 ପ୍ରକାର। ଗୋଟିଏ ହେଉଛି କ୍ରିୟମାଣ, ଆଉ ଗୋଟିଏ ସଞ୍ଚିତ, ଆଉ ଗୋଟିଏ ହେଉଛି ପ୍ରାରବ୍ଧ। କ୍ରିୟମାଣ କର୍ମଫଳ କ'ଣ? ଏ ସଂସାର ଭିତରେ ମଣିଷ ଜାଣତରେ ହେଉ ଅଜାଣତରେ ହେଉ ଅନେକ କର୍ମ ସମ୍ପାଦନ କରିଥାଏ। ମନେ କରନ୍ତୁ, କାର୍ତ୍ତିକ ମାସ ପଞ୍ଚୁକ ହେଇଛି, ଆପଣ ହବିଷାନ୍ନ କରୁଛନ୍ତି, ନୂଆ ଧୋତି ପଞ୍ଜାବୀ ପିନ୍ଧି ପଞ୍ଚୁକ 5 ଦିନ ହରିନାମ କୀର୍ତ୍ତନ କରୁଛନ୍ତି, ଅରୁଆ ଡାଲମା ଖାଉଛନ୍ତି। କିନ୍ତୁ ଦୈବା ଝିଅ ଜୁଇଁ ଦିଲ୍ଲୀରୁ ଆସିକି ପହଞ୍ଚିଗଲେ ପଞ୍ଚୁକର ତୃତୀୟ ଦିନରେ। ଝିଅ ମା କାନରେ କହିଲା, ମା ତୋ ଜଇଁ ନୁହଁ ବିନା ଆମିଷରେ ଭାତ ଖାଆନ୍ତିନି, ଆଉ ବାପାଙ୍କୁ କହୁନୁ ଟିକେ ଯାଇକି ମଟନ ଆଣନ୍ତେନି। ମା କହିଲା, ହଇଲୁ ଝିଅ, ଏଇଟା ପା ପଞ୍ଚୁକ ଚାଲିଛି, କାର୍ତ୍ତିକ ମାସ, ତୁ କେମିତି କହୁଛୁ ମଟନ ଆଣିବା ପାଇଁ? ନା ମଲା, ପଞ୍ଚୁକ ହେଲା କ'ଣ ହେଲା, ତୋ ଜଇଁଙ୍କର ସେମିତି କିଛି ବାରଣ ନାହିଁ, ମୋ ବାପାଙ୍କୁ କହ ଆଣିବେ, ଦିନେ ନାହିଁ କାଳେ ନାହିଁ ଆସୁଛନ୍ତି, ମନ ଉଣା କରିବେନି। ବାପାଙ୍କ କାନରେ ମା କହିଲା, ଜଇଁ ପୁଅ ଚାହୁଁଛନ୍ତି ମଟନ ଖାଇବେ, ବାପା ଆଣିବେ ନା ଆଣିବେନି ଆଜ୍ଞା କହୁନାହାନ୍ତି? ଆଣିବେ।
ବାଧ୍ୟ, କାରଣ ଜ୍ୱାଇଁ ଖାଇବେ ପରା। ଅନିଚ୍ଛା ସତ୍ତ୍ୱେ ଆପଣ ଯାଆନ୍ତି ବଜାରରୁ ମଟନ କିଣି ଆଣି ଘରେ ରୋଷେଇ କରି ଜ୍ୱାଇଁକୁ ଖାଇବାକୁ ଦିଅନ୍ତି। ଗୋଟେ ଶ୍ଳୋକ କହୁଛି ଆପଣମାନଙ୍କୁ ଆଜ୍ଞା। କ୍ରିୟା ଶରୀରମ ରୂପମାନ ତାଦୃଶମ ପ୍ରିୟା ପ୍ରିୟତୋ ଭବତ ପରାଧୀନ ଧର୍ମେ ତରୌ ତତ୍ର ପୁନଃ ଶରୀରଜମ ପୁନଃ କ୍ରିୟା ଚକ୍ର ବଦିର୍ଜ୍ୟତେ ଭାବ। ନିଜର ଅନିଚ୍ଛା ସତ୍ତ୍ୱେ ମଣିଷ ଯେଉଁ କର୍ମ ଅର୍ଜନ କରେ ତାହା ହେଉଛି କ୍ରିୟମାଣ କର୍ମ। ସଞ୍ଚିତ କର୍ମ କ'ଣ? ଏ ଜନ୍ମରେ କର୍ମଫଳ ଭୋଗ କରିସାରିବା ପରେ ଯେଉଁ କର୍ମ ସଞ୍ଚିତ ହେଇ ପରଜନ୍ମ ପାଇଁ ରହେ ତାହା ହେଉଛି ସଞ୍ଚିତ କର୍ମଫଳ। ଏବଂ ଏହି ସଞ୍ଚିତ କର୍ମଫଳ ପରଜନ୍ମ ପାଇଁ ପ୍ରାରବ୍ଧ କର୍ମଫଳ ରୂପରେ ପ୍ରତୀୟମାନ ହୁଏ। ତେଣୁ ଯେ ପର୍ଯ୍ୟନ୍ତ ପ୍ରାରବ୍ଧ କର୍ମଫଳକୁ ଜୀବ ଭୋଗ କରି ନ ସାରିଛି ସେ ପର୍ଯ୍ୟନ୍ତ ତାର ମୁକ୍ତି ନାହିଁ। ଆଜ୍ଞା ମାନେ এই কর্মফল ভোগ করা মଣିষ দণ্ড পাইଥାଏ। আমার ব্যবহারিক জীবନରେ যেমিতি জীবিত অবস্থায় আমি কিছু ভুল কার্য কলে, পাপকর্ম কলে, হত্যা কলে, লুণ্ঠন কলে, ব্যভিচার কলে, আজ্ঞা আম সাংবিধানিক অদালতরে দণ্ডর বিধান ଅଛି। এ অদালতর দণ্ড কোউঠি মিলে না জেল ভোগিବାକୁ পড়ে। আজ্ঞা এটি সেনা আম সংবিধানের কেই ঠকিদেব, হুয়েত লাঞ্চ মিছ দেইকি খসিଯିବ অপরাধরু, হেলে উপর কোর্টরে ছাড় ନାହିଁ। আজ্ঞা ছোটিয়া কথাটে কହୁছি আপন মানଙ୍କର প্রিয় ওড়িয়া সুপ্রিম কোর্টর বিচারপতি রঙ্গনাথ মিশ্র হাইকোর্টর বিচারপতি থিলে, সুপ্রিম কোর্টর বিচারপতি হেই আসিছন্তি শ্রীক্ষেত্র ধামকু ভগবান জগন্নাথ को दर्शन करने बड़दाण्डे जाऊँगी। सुरक्षाकर्मी माने घेरी रही। हठात बड़दाण्डे बसी जड़े कुष्ठ व्याधिग्रस्त मनीष रोगी, कुष्ठ व्याधिग्रस्त रोगी हाथ पाद छेंडी जाइए, कपड़ा गुड़े रक्तपुज सालु सालु बालु बालु माछी भण भण होती। डाक पकेला, ओ रंगनाथ रंगनाथ मिश्रे, ओ रंगनाथ मिश्रे। रंगनाथ मिश्रे चमकी पड़ी बुलिकी पछकू चाहिए। अरे मो ना धरिकी किए डाकुची, सुप्रीम कोर्टर विचारपति पुणी ना धरिकी डाकुची। बुलिकी चाहिए देखिले गोटे कुष्ठ व्याधिग्रस्त रोगीटीए पाखक आसिले। रंगनाथ मिश्रे कहले हयो बाबू तमें मो ना केमिति जानिल, ता छड़ा मत कहीं डाकुछ, किए तुम परिचय कौन? से व्याधिग्रस्त कुष्ठ रोगीटी कौन कहला जानिछंती? आज्ञा कहला आज्ञा आपण मते चिन्हि पारु नाहंती, मु पूरा कालिया डाकू। रंगनाथ मिश्र कहले को कालिया डाकू? ना मने पड़ुनी, आपण जेतेबेला हाईकोर्टर विचारपति थिले मु कालिया डाकू अनेक डकायती करिछि, मर्डर करिछि, हत्या लुंठन व्यभिचार करिछि। आपण मो केस लढ़िकी मिछ साक्षी बल मत केते थर खलास कर देइछंती, मने पड़ुनी, चिन्हि पारुना। रंगनाथ मिश्र अतीतर स्मृति आसीगला मन पट। कहले हईरे कालिया, अरे तोर ये अवस्था कौन? हाथ जोड़ी देला कालिया डाकू, आखिर धार धार लुह गड़े पकेला। कहले आज्ञा आपण को कोर्ट रे सेना मु छाड़ पाई जाइथिली, आपण मिछ साक्षी दे मते उद्धार कर देइथिले बा मुक्ति कर देइथिले, हेले ऊपर वाला कोर्ट पर मते यही दंड देइछि, सेठी कोन मते छाड़ मिलिला? आज कुष्ठ व्याधिग्रस्त हेई ए बड़दाण्ड रे बसिछि। रंगनाथ मिश्र आखिर दी धार लुह गड़ी पड़ा। 100 टंकिया नोटटीए रोगी हाथ में दे निज बाटर चली। आज्ञा कहिबार तात्पर्य आम कर्मफल आम निश्चय भोग करवा, एठी भोग न कले ऊपर कोर्ट अच्छी, जो कोर्टर विचारपति होउचंती स्वयं जमराज, आउ तार जेल होउची किए नरक कुंड। सेठी सान बड़ बाछ विचार नाही। आपण मानकर टीका गोविंद गोटे पद गाउछे आज्ञा, सेही काल जम बड़ दारुण रे न जानई दुख सुख, बाछि नेब कंचा रखिब पाचिला, देवती दारुण दुख रे
ଅତି ଦାରୁଣ ଦୁଃଖ। ସେ କୋର୍ଟର ବିଚାରପତି ଯମରାଜ ପାପ ପୁଣ୍ୟର ବିଚାର କରି ଆମକୁ ନର୍କ ଦଣ୍ଡରେ ଦଣ୍ଡିତ କରନ୍ତି। ଯେଉଁ ନର୍କ ସଂଖ୍ୟା ହେଉଛି 84 ନର୍କ। ତାର ମୂଳ ନର୍କ ହେଉଛି 21 ନର୍କ। ପ୍ରତ୍ୟେକ ନର୍କ 4 ଭାଗ ହୋଇ 84 ନର୍କରେ ପରିଣତ। ଆଉ ଏଇ ନର୍କରେ ଯେଉଁ ଯମଦୂତ ମାନେ ଅଛନ୍ତି ଆଜ୍ଞା, ଖଡ଼ଗହସ୍ତ, ଶୂଳହସ୍ତ, ଗଦାହସ୍ତରେ ଭୀମ ଭୟଙ୍କର ମୂର୍ତ୍ତି ଧାରଣ କରି ପାପାତ୍ମା ମାନଙ୍କୁ ତପ୍ତ ଲୌହ କଢ଼େଇରେ ପକେଇ ସେମାନେ ଦଣ୍ଡ ଦେଇଥାନ୍ତି। ଯମ ଯନ୍ତ୍ରଣାଠୁ ଯନ୍ତ୍ରଣା ନାହିଁ ସାରା ସଂସାରେ, ଏଠି ପାପ କଲେ ଫଳ ମିଳିଥାଏ ସେଠାରେ। ରାଧେ ଗୋବିନ୍ଦ ଜୟ ଜୟ ରାଧେ ଗୋବିନ୍ଦ, ରାଧେ ଗୋବିନ୍ଦ ଜୟ ଜୟ ରାଧେ ଗୋବିନ୍ଦ। ଏଠି ଛାଡ଼ ଅଛି ସେଠାରେ ଛାଡ଼ କେବେ ନ ମିଳେ, କଳା ଗଣ୍ଡା କରି ହିସାବ ହୁଏ ଯମ ଦୁଆରେ। ରାଧେ ଗୋବିନ୍ଦ ଜୟ ଜୟ ରାଧେ ଗୋବିନ୍ଦ, ରାଧେ ଗୋବିନ୍ଦ ଜୟ ଜୟ ରାଧେ ଗୋବିନ୍ଦ। ସେଠି 7 ଜଣ ହଉଛନ୍ତି ଆଇ ୱିଟନେସ୍, ପ୍ରତ୍ୟକ୍ଷଦର୍ଶୀ। କିଏ? ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ପବନ, ଦିନ ଏବଂ ରାତି। ତେବେ ଆଜ୍ଞା ଯମ ଯନ୍ତ୍ରଣା କେଉଁମାନଙ୍କୁ ମିଳେ? ଏ କୁମ୍ଭୀପାକ ନର୍କର ରହସ୍ୟ କ'ଣ? କାହିଁକି ତା ନା କୁମ୍ଭୀପାକ ନର୍କ?